शेरलक होम्स କାହାଣୀ ଦ୍ୱିତୀୟ ଏପିସୋଡ। ଚାଲନ୍ତୁ ଦେଖିବା ଆଗକୁ କ'ଣ ହେଲା। ମୋ ମନରେ ଖୁବ୍ କୌତୂହଳ ଜାତ ହୋଇଛି, ତେଣୁ କଥାଟା ବର୍ତ୍ତମାନ ଶୁଣିବାକୁ ମୋର ମନ। ଆଜି ରାତିରେ ତୁମେ ମୋ ସାଥିରେ ଯିବ ତ? ଖୁସିରେ, ଯେତେବେଳେ ଆଉ ଯେଉଁଠିକି କହିବ। ଧନ୍ୟବାଦ। ଯିବା ଆଗରୁ ଆମେ କିଛି ଖିଆପିଆ କରିନେବା। ହଁ, ଏଥର ସେହି ଗହ୍ୱର କଥା କହେ। ସେଥିରୁ ବାହାରିବା ମୋ ପକ୍ଷରେ ମୋଟେ କଷ୍ଟକର ନ ହେବାର ଏକମାତ୍ର କାରଣ ହେଲା, ମୁଁ ସେ ଗହ୍ୱର ଭିତରେ ପଡ଼ିନଥିଲି। ପଡ଼ିନଥିଲ? ନା ୱାଟସନ୍, ମୁଁ ମୋଟେ ତା ଭିତରେ ପଡ଼ିନାହିଁ। ମୁଁ ତୁମ ପାଖକୁ ଲେଖିଥିବା ଚିଠିଟା ପୂରାପୂରି ସତ। ଯେଉଁ ଅଣଓସାରିଆ ରାସ୍ତାରେ ମୁଁ ନିରାପଦ ସ୍ଥାନକୁ ଆସିପାରିଥାନ୍ତି, ସେହି ରାସ୍ତା ଉପରେ ସେତେବେଳେ ପ୍ରଫେସର ମୋରିଆର୍ଟିର ଦୁର୍ଦ୍ଦାନ୍ତ ମୂର୍ତ୍ତି ଦେଖିଲି। ମୋ ଜୀବନ ଶେଷ ହୋଇଗଲା ବୋଲି ଆଉ ସନ୍ଦେହ ରହିଲା ନାହିଁ। ତାର ସେଇ ଧୂସର ଆଖିରୁ ତାର ଉଦ୍ଦେଶ୍ୟ କ'ଣ ମୁଁ ବେଶ୍ ଜାଣିପାରିଲି। ତେଣୁ ମୁଁ ତା ସାଥିରେ କିଛି କଥାବାର୍ତ୍ତା କଲି, ଆଉ ସେଇ ଚିଠିଖଣ୍ଡ ଲେଖିବାକୁ ସେ ମୋତେ ସମୟ ଦେଲା। ମୁଁ ସେ ଚିଠିଖଣ୍ଡ ସାଥିରେ ମୋ ସିଗାରେଟ୍ ଡବା ଆଉ ବାଡ଼ିଖଣ୍ଡ ରଖିଦେଲି। ଉପରେ ମୁଁ ସେଇ ଅଣଓସାରିଆ ରାସ୍ତାରେ ଚାଲିଲି। ମୋରିଆର୍ଟି ମୋ ପଛେ ପଛେ। ରାସ୍ତା ଶେଷରେ ପହଞ୍ଚି ମୁଁ ସମୁଦ୍ର ଧାରରେ ଠିଆ ହେଲି। ସେଠି ସମୁଦ୍ର ଧାରରେ ପାହାଡ଼ଟା ଠିକ୍ କାନ୍ଥ ପରି। ମୋରିଆର୍ଟି ହାତରେ କିଛି ଅସ୍ତ୍ରଶସ୍ତ୍ର ନଥିଲା, କିନ୍ତୁ ସେ ମୋ ଆଡ଼କୁ ଦୌଡ଼ି ଯାଇ ତା ଲମ୍ବା ହାତ ଦୁଇଟାରେ ମୋତେ ଜାବୁଡ଼ି ଧରିଲା। ସେ ଜାଣିଥିଲା ଯେ ତା ଖେଳ ବି ଶେଷ ହୋଇସାରିଛି। କେବଳ ମୋ ଉପରେ ପ୍ରତିଶୋଧ ନେବା ତାର ଉଦ୍ଦେଶ୍ୟ। ଆମେ ଦି ଜଣ ସେଇ ତୀଖ ଧାରରେ ଧରାପଡ଼ା ହେଲୁ। ଜାପାନୀ କୁସ୍ତି ବିଷୟରେ ମୋର କିଛିଟା ଜ୍ଞାନ ଥିଲା। ସେଟା କେତେଥର ମୋତେ ସାହାଯ୍ୟ କରିଛି। ମୁଁ ସେଇ କୌଶଳରେ ତା ହାତ ମୁଠା ଭିତରୁ ଖସିଗଲି। ସେ ନିଜର ଭାରସାମ୍ୟ ରକ୍ଷା କରି ପାରିଲା ନାହିଁ। ଗୋଟେ ଭୀଷଣ ଚିତ୍କାର କରି ପାଗଳଙ୍କ ପରି ହାତ ମୁଠା କରି ସେଇ ତୀଖ ପାହାଡ଼ ଧାର କଡ଼େ ତଳକୁ ଖସିଗଲା। ମୁଁ ସେଇ ତୀଖ ଧାର ଉପରକୁ ଚାହିଁ ଦେଖିଲି, ସେ ଖଣ୍ଡେ ଦୂର ତଳକୁ ଖସିଯାଇ ଖଣ୍ଡେ ପଥର ଦେହରେ ପିଟି ହୋଇ ପାଣି ଭିତରେ ପଡ଼ିଗଲା। ମୁଁ ହୋମ୍ସଙ୍କର ଏ କାହାଣୀ ଆନନ୍ଦରେ ଶୁଣୁଥାଏ। ତାପରେ ପଚାରିଲି, କିନ୍ତୁ ସେ ପାଦ ଚିହ୍ନ? ମୁଁ ନିଜେ ଦେଖିଛି, 2 ଜଣ ଯିବାର ଚିହ୍ନ ଅଛି, କିନ୍ତୁ କେହି ଫେରିବାର ଚିହ୍ନ ନାହିଁ। ସେ କଥା ଶୁଣ। ପ୍ରଫେସର ମୋରିଆର୍ଟି ପାଣି ଭିତରେ ଲୁଚିଯିବା ପରେ ମୁଁ ବୁଝିପାରିଲି ମୋର ଭାଗ୍ୟ କେତେ ଭଲ ଥିଲା। ମୁଁ ଜାଣିଥିଲି ଯେ ମୋର ମରଣ ଚାହୁଁଥିବା ଲୋକ ପ୍ରଫେସର ମୋରିଆର୍ଟି ଏକା ନଥିଲା। ଆହୁରି ଅନ୍ତତଃ 3 ଜଣ ଲୋକ ଥିଲେ। ତାଙ୍କ ଦଳପତି ଏପରି ମରିଯିବା ପରେ ସେମାନଙ୍କର ମୋ ଉପରେ ପ୍ରତିଶୋଧ ନେବାର ମନୋବୃତ୍ତି ଆହୁରି ବଢ଼ିଯିବ। ସେମାନେ ସମସ୍ତେ ବଡ଼ ଭୟଙ୍କର ଲୋକ। ତାଙ୍କ ଭିତରୁ କେହି ହେଲେ ମୋତେ ଧରି ନେଇପାରିବେ। ଅପରପକ୍ଷେ ଯଦି ମୁଁ ମରିଯାଇଛି ବୋଲି ଦୁନିଆ ଜାଣିବ, ତେବେ ଏ ଲୋକମାନେ ନିଶ୍ଚିନ୍ତ ହୋଇଯିବେ। ସେମାନେ ବେଖାତିର ଭାବେ ତାଙ୍କର କାମ କରିଚାଲିବେ, ଆଉ କେତେବେଳେ ହେଲେ ମୁଁ ସେମାନଙ୍କୁ ଶେଷ କରିଦେଇ ପାରିବି। ସେତେବେଳେ ଯାଇ ମୁଁ ବଞ୍ଚିଛି ବୋଲି ଜଣାଇବାର ସମୟ ଆସିବ। ମଣିଷର ମୁଣ୍ଡ ଖୁବ୍ ଶୀଘ୍ର କାମ କରେ। ମୁଁ ଭାବୁଛି, ପ୍ରଫେସର ମୋରିଆର୍ଟି ତଳେ ପଡ଼ିବା ଆଗରୁ ମୁଁ ଏକଥା ଠିକ୍ କରି ନେଇଥିଲି। ଉଠି ଠିଆ ହେଲି। ପଛ ପାଖର ପଥର କାନ୍ଥକୁ ଭଲ ଭାବେ ପରୀକ୍ଷା କଲି। ତୁମେ ଘଟଣାର ଯେଉଁ ବର୍ଣ୍ଣନା କରିଛ, ସେଇଟା ମୁଁ ପରେ ପଢ଼ିଲି। ସେଥିରେ ତୁମେ ଲେଖିଛ ଯେ ପଥର କାନ୍ଥଟା ପୂରାପୂରି ତୀଖ, କିନ୍ତୁ ପ୍ରକୃତରେ ତାହା ନୁହେଁ। ସେଥିରେ ମଝିରେ ମଝିରେ ପାଦ ରଖିବା ପରି କେତେ ଜାଗା ଅଛି। ମଝିରେ ଗୋଟେ ଥାକ ଥିଲା ପରି ଜଣାଗଲା। ପାହାଡ଼ଟା ଏତେ ଉଚ୍ଚା ଯେ ତା ଉପରକୁ ଚଢ଼ିବା ଅସମ୍ଭବ।
କିନ୍ତୁ ସେହି ଓଦା ରାସ୍ତାରେ କୌଣସି ଚିହ୍ନ ନ ରଖି ଫେରିବାଟା ମଧ୍ୟ ସେହିପରି ଅସମ୍ଭବ। ମୁଁ ଅବଶ୍ୟ ମୋ ଜୋତାଗୁଡ଼ା ଓଲଟା କରି ପିନ୍ଧି ଆସିପାରିଥାନ୍ତି, କିନ୍ତୁ ଗୋଟାଏ ଆଡ଼କୁ 3 ଧାଡ଼ି ପାଦଚିହ୍ନ ପଡ଼ିଥିବାର ଦେଖିଲେ ମନରେ ସନ୍ଦେହ ହେବ। ତେଣୁ ଠିକ୍ କଲି ଜୀବନକୁ ସଙ୍କଟାପନ୍ନ କରି ପାହାଡ଼ ଉପରକୁ ଚଢ଼ିବି। କାମଟା ଅତି କଠିନ। ତଳେ ଗଭୀର ସମୁଦ୍ରର ଗର୍ଜନ। ମୁଁ ମୋଟେ କଳ୍ପନା ବିଳାସୀ ନୁହେଁ, ତଥାପି ସତ କହୁଛି, ତଳୁ ପ୍ରଫେସର ମୋରିଆର୍ଟିର ଚିତ୍କାର ଶୁଣିଲା ପରି ମୋତେ ଜଣାଗଲା। ସାମାନ୍ୟ ଟିକେ ଭୁଲ ହୋଇଥିଲେ ନିଶ୍ଚିନ୍ତ ମୃତ୍ୟୁ। କେତେଥର ଘାସ ବୁଦାକୁ ଧରିଲା ବେଳକୁ ସେଗୁଡ଼ା ଉପୁଡ଼ି ଯାଇଛି, କେତେବେଳେ ବା ଖାଲୁଆ ଓଦା ପଥର ଉପରେ ଗୋଡ଼ ଖସି ଯାଇଛି। ସେତେବେଳେ ଭାବୁଥାଏ ମୋ କଥା ସରିଗଲା, କିନ୍ତୁ ମୁଁ ପ୍ରାଣମୂର୍ଚ୍ଛା ଚେଷ୍ଟା କରି ଉପରକୁ ଉଠିବାକୁ ଲାଗିଲି। ଶେଷରେ ଗୋଟେ ପଥର ଥାକରେ ଆସିକି ପହଞ୍ଚିଲି। ଏ ଥାକଟା ଗୁମ୍ଫା ପରି ଟିକିଏ ଖାଲୁଆ, ଆଉ ତା ଉପରେ ଶିଉଳି ଢାଙ୍କି ହୋଇଥାଏ। ସେଇଠି ମୁଁ ଟିକିଏ ଆରାମରେ ପଡ଼ି ରହିଲି। କେହି ମୋତେ ଦେଖିପାରିବା ଅସମ୍ଭବ। ତୁମେ ଆଉ ତୁମ ସାଥିରେ ଥିବା ଲୋକମାନେ ସେତେବେଳେ ଯେଉଁ ପରିସ୍ଥିତିରେ ମୋର ମୃତ୍ୟୁ ହେଲା ଅନୁସନ୍ଧାନ କରୁଥିଲ, ମୁଁ ସେତେବେଳେ ସେଇଠି ପଡ଼ି ରହିଥିଲି। ଶେଷରେ ମୁଁ ମରିଛି ବୋଲି ତୁମେ ସିଦ୍ଧାନ୍ତ କରି ଫେରିଗଲ। ମୁଁ ସେଠି ଏକୁଟିଆ ରହିଲି। ମୁଁ ଭାବିଥିଲି ମୋର ଏ ଦୁଃସାହସିକ ଯାତ୍ରା ଶେଷ ହୋଇଯାଇଛି, କିନ୍ତୁ ଗୋଟେ ଅପ୍ରତ୍ୟାଶିତ ଘଟଣା ଘଟିଲା। ସେଥିରୁ ଜାଣିଲି ମୋ ପାଇଁ ଆହୁରି କିଛି ବିସ୍ମୟକର ଘଟଣା ରହିଛି। ଉପରୁ ଗୋଟେ ବିରାଟ ପଥର ମୋ ପାଖ ଦେଇ ଖସିଗଲା। ରାସ୍ତା ଉପରେ ପଡ଼ି ସେଠୁ ସମୁଦ୍ର ଭିତରକୁ ଗଡ଼ିଗଲା। ମୁଁ ଭାବିଲି ପଥରଟା ଦୈବାତ୍ ଆପେ ଆପେ ଖସି ଆସିଛି, କିନ୍ତୁ ଟିକିଏ ପରେ ଉପରକୁ ଚାହିଁ ଜଣେ ଲୋକର ମୁଣ୍ଡ ଦେଖିପାରିଲି। ତାପରେ ଯେଉଁ ପଥର ଥାକ ଉପରେ ମୁଁ ପଡ଼ି ରହିଥିଲି, ତାରି ଉପରେ ମୋ ମୁଣ୍ଡକୁ ମୋଟେ ଫୁଟେ ଛାଡ଼ି ଆଉ ଗୋଟେ ପଥର ପଡ଼ିଲା। ଏହାର ଅର୍ଥ ମୁଁ ବେଶ ବୁଝିପାରିଲି। ମୋରିଆର୍ଟି ସେଠିକି ଏକା ଯାଇନଥିଲା। ପ୍ରଫେସର ମୋତେ ଆକ୍ରମଣ କଲାବେଳେ ତାର ଜଣେ ସହଯୋଗୀ ସେଠି ଜଗି ରହିଥିଲା। ସେ ଲୋକଟା କି ଭୟଙ୍କର ମୁଁ ବେଶ ଜାଣିପାରିଲି। ଖଣ୍ଡେ ଦୂରରେ ଥାଇ ସେ ଆମକୁ ଲକ୍ଷ୍ୟ କରୁଥିଲା। ମୁଁ କିନ୍ତୁ ତାକୁ ଦେଖିନଥିଲି। ପ୍ରଫେସର ମରିବା ଆଉ ମୁଁ ଖସିଯିବା ସେ ଲକ୍ଷ୍ୟ କରିଛି। ସେ କିଛି ସମୟ ଅପେକ୍ଷା କଲା, ତାପରେ ବୁଲିଯାଇ ପାହାଡ଼ ଉପର ଦେଶକୁ ଯାଇ ତା ସାଥୀ ଯେଉଁ କାମରେ ଅସଫଳ ହୋଇଛି ତାହା କରିବାକୁ ଚେଷ୍ଟା କଲା। ଏ କଥା ଭାବି ଜାଣିବାକୁ ମୋତେ ବେଶୀ ସମୟ ଲାଗିଲା ନାହିଁ। ପୁଣି ସେହି ଭୟଙ୍କର ମୁହଁଟା ମୁଁ ଦେଖିପାରିଲି। ଜାଣିଲି ସେ ଆଉ ଗୋଟେ ପଥର ପକାଇବାର ଯୋଗାଡ଼ କରୁଛି। ସାଙ୍ଗେ ସାଙ୍ଗେ ମୁଁ ସେହି ଅଣଓସାରିଆ ରାସ୍ତା ଉପରକୁ ଖସି ଆସିଲି। ବୁଝି ବିଚାରି କାମ କରିବା ଅବସ୍ଥାରେ ମୁଁ ହୁଏତ ଏହା କରିପାରିନଥାନ୍ତି, କାରଣ ଉପରକୁ ଉଠିବା ଠାରୁ ତଳକୁ ଖସିବାଟା 100 ଗୁଣର କଠିନ କାମ। ହେଲେ ସେତେବେଳେ ଏ ବିପଦ କଥା ଭାବିବାକୁ ସମୟ ନଥିଲା। ମୁଁ ସେ ପଥର ଥାକରେ ହାତ ରଖି ଉପରକୁ ଝୁଲି ପଡ଼ିଲା ବେଳକୁ ଠିକ୍ ମୋ ହାତ ପାଖ ଦେଇ ଆଉ ଗୋଟେ ମସ୍ତ ବଡ଼ ପଥର ଖସିଗଲା। ଅଧା ବାଟ ଆସିଲା ପରେ ମୋ ଗୋଡ଼ ଖସିଗଲା, କିନ୍ତୁ ଭଗବାନଙ୍କ ଦୟାରେ ମୁଁ ଠିକ୍ ରାସ୍ତା ଉପରକୁ ଖସି ଆସିଲି। ଦେହ ସାରା ଖଣ୍ଡିଆ ଖାବରା ହୋଇ ରକ୍ତ ବୋହି ଯାଉଥାଏ। ସେ ଆଡ଼କୁ ନଜର ଦେବାକୁ ବେଳ ନାହିଁ। ଆଖି ବୁଜା ଧାଇଁଲି। ସେହି ଅନ୍ଧାରରେ ପାହାଡ଼ିଆ ରାସ୍ତାରେ 10 ମାଇଲ ବାଟ ଦୌଡ଼ି ଦୌଡ଼ି ଆସି ଫ୍ଲୋରେନ୍ସରେ ପହଞ୍ଚିଲି। ମନେ ମନେ ନିଶ୍ଚିନ୍ତ ହେଲି ଯେ ମୁଁ ମଲିକି ଗଲି, ମୋର କ'ଣ ହେଲା ଦୁନିଆର କେହି ଜାଣିଲା ନାହିଁ। ମୋର ଅତି ବିଶ୍ୱସ୍ତ ଲୋକ କେବଳ ଜଣେ ମାତ୍ର ଥିଲେ। ସେ ମୋର ଭାଇ ମାଇକ୍ରୋଫୋର୍ଟ।
ମୁଁ ତୁମକୁ କ୍ଷମା ମାଗୁଛି ୱାଟସନ୍, କିନ୍ତୁ ସେତେବେଳେ ମୁଁ ମରିଛି ବୋଲି ସମସ୍ତେ ଜାଣିବାଟା ନିହାତି ଦରକାର ଆଉ ଗୁରୁତ୍ୱପୂର୍ଣ୍ଣ ଥିଲା। ତା ଛଡ଼ା ମୋର ମରଣ ବିଷୟରେ ତୁମେ ନିଜେ ନିଶ୍ଚିନ୍ତ ହୋଇ ନଥିଲେ ସେ ବିଷୟରେ ଯେଉଁ ହୃଦୟସ୍ପର୍ଶୀ ବିବରଣୀ ଲେଖିଛ ତାହା ଲେଖିପାରି ନଥାନ୍ତ। ଗଲା 3 ବର୍ଷ ଭିତରେ ତୁମ ପାଖକୁ ଚିଠି ଲେଖିବା ପାଇଁ କେତେଥର କଲମ ଧରିଛି, କିନ୍ତୁ ତୁମର ମୋ ପ୍ରତି ଯେଉଁ ଗଭୀର ଶ୍ରଦ୍ଧା, ତାହାରି ଫଳରେ ତୁମେ ହୁଏତ ବିଚାର ଶୂନ୍ୟ ହୋଇ କିଛି କରି ବସିବ ଆଉ ମୋର ଗୋପନୀୟତା ପଦାରେ ପଡ଼ିଯିବ। ଏଇ ଭୟରେ ତୁମକୁ କିଛି ଜଣାଇଲି ନାହିଁ। ସେଇଥିପାଇଁ ଆଜି ଯେତେବେଳେ ତୁମେ ମୋ ବହିଗୁଡ଼ା ପକାଇଦେଲ, ମୁଁ ଯେତେ ଶୀଘ୍ର ପାରେ ତୁମ ପାଖରୁ ପଳାଇ ଆସିଲି। ସେତେବେଳେ ମଧ୍ୟ ମୁଁ ବିପଦର ଭିତରେ ଥିଲି। ତୁମେ ବିସ୍ମୟ ବା କୌଣସି ଆବେଗ ପ୍ରକାଶ କରିଥିଲେ ଅନ୍ୟମାନଙ୍କର ଦୃଷ୍ଟି ମୋ ଆଡ଼କୁ ଆସିଯାଇଥାନ୍ତା ଆଉ ଅପୂରଣୀୟ କ୍ଷତି ହୋଇଥାନ୍ତା। ମୋର ଯାହା ପଇସା ପତ୍ର ଦରକାର ହେଉଥିଲା ମୋ ଭାଇ ମାଇକ୍ରୋଫର୍ଟଙ୍କ ଠାରୁ ପାଉଥିଲି। ଜଣେ ଏଣେ ଲଣ୍ଡନରେ ମୁଁ ଯାହା ଆଶା କରୁଥିଲି ତାହା ହୋଇପାରିଲା ନାହିଁ, କାରଣ ମୋରିଆର୍ଟି ଦଳର ବିଚାରରେ ଦଳର 2 ଜଣ ଆଉ ଭୟଙ୍କର ଲୋକ ମୋର ହିଂସ୍ର ଶତ୍ରୁ ଖଲାସ ହୋଇଗଲେ। 2 ବର୍ଷ କାଳ ମୁଁ ତିବ୍ବତରେ ବୁଲିଲି। ଲାସା ଯାଇ ଦଲାଇ ଲାମାଙ୍କ ପାଖରେ କିଛି ବର୍ଷ ଆରାମରେ କଟାଇଲି। ସାଇଗର ସନ୍ ନାମକ ଜଣେ ନରୱେ ଅଧିବାସୀଙ୍କ ଚମକପ୍ରଦ ଅନ୍ୱେଷଣ ବିଷୟରେ ତୁମେ ଖବରକାଗଜରୁ ପଢ଼ିଥିବ, କିନ୍ତୁ ତୁମେ ତୁମ ବନ୍ଧୁଙ୍କ ଖବର ପାଉଛ ବୋଲି ମୋଟେ ଧାରଣା କରି ପାରିନଥିବ। ତାପରେ ମୁଁ ପାରସ୍ୟ ଚାଲିଗଲି, ମକ୍କା ଯାଇ ତାପରେ ଖାର୍ତୁମ ଗଲି। ସେଠି ଖଲିଫାଙ୍କ ପାଖରେ ଅଳ୍ପ କେତେ ଦିନ କଟାଇଲି। ମୋର ଏ ଭ୍ରମଣର ଫଳ ମୁଁ ଇଂଲଣ୍ଡରେ ବୈଦେଶିକ ଅଫିସକୁ ଜଣାଇ ଦେଇଛି। ଫ୍ରାନ୍ସକୁ ଫେରିଲି। ଦକ୍ଷିଣ ଫ୍ରାନ୍ସର ମଣ୍ଟ ପେଲିୟରରେ ଗୋଟିଏ ବିଜ୍ଞାନାଗାରରେ ଆଲକାତାରାରୁ କ'ଣ ସବୁ ତିଆରି କରାଯାଇପାରିବ ସେ ବିଷୟରେ ଗବେଷଣା କଲି। ଏ କାମ ମନ ମୁତାବକ ପୂର୍ଣ୍ଣ ହୋଇଗଲା। ଜାଣିବାକୁ ପାଇଲି ଲଣ୍ଡନରେ ମୋର ଶତ୍ରୁମାନଙ୍କ ଭିତରୁ ଆଉ ମାତ୍ର ଜଣେ ଅଛି। ମୁଁ ଲଣ୍ଡନ ଫେରିବାକୁ ଯୋଗାଡ଼ କଲି। ଏତିକିବେଳେ ଏଇ ପାର୍କଲେନ୍ ରହସ୍ୟ ଖବର ପାଇଲି। ଏଥିରେ ମୋର ମନକୁ ପାଇଲା ଭଳି କେତେଟା ବିଶେଷ ଘଟଣା ଥିବାର ଲକ୍ଷ୍ୟ କଲି। ତେଣୁ ଆଉ ବିଳମ୍ବ ନ କରି ଶୀଘ୍ର ଲଣ୍ଡନ ଚାଲି ଆସିଲି। ଏଠି ପହଞ୍ଚି ସିଧା ବେକର ଷ୍ଟ୍ରିଟ୍କୁ ଚାଲି ଆସିଲି। ଶ୍ରୀମତୀ ହଡସନ୍ ମୋତେ ଦେଖି ଭୟ ଆଉ ବିସ୍ମୟରେ ଉନ୍ମାଦ ହୋଇଗଲେ। ମୋ ବହିପତ୍ର ଏବଂ ଅନ୍ୟ ଜିନିଷ ଯାହା ଯେମିତି ଥିଲା ମାଇକ୍ରୋଫୋର୍ଟ ସବୁ ସେମିତି ସାଇତି ରଖିଥିଲେ। ସେଦିନ ଏପ୍ରିଲ ସନ୍ଧ୍ୟାରେ ଏଇ ଚମକପ୍ରଦ ବିବରଣୀ ମୁଁ ଶୁଣିଲି। ଏ ବିବରଣୀକୁ ମୁଁ ଏକାବେଳକରେ ଅସମ୍ଭବ ମନେ କରିଥାନ୍ତି, କିନ୍ତୁ ମୋ ବନ୍ଧୁଙ୍କର ସେହି ଉଚ୍ଚ ପତଳା ମୂର୍ତ୍ତି ମୋ ଆଗରେ। ଯେଉଁ ମୁହଁ ଆଉ କେବେ ଦେଖିବି ବୋଲି ଆଶା କରି ନଥିଲି, ସେଇ ମୁହଁରୁ ଏବେ ବିବରଣୀ ଶୁଣିଲି। ସେ ମଧ୍ୟ କୌଣସି ପ୍ରକାର ମୋର ବିରହ ଦୁଃଖ କଥା ଜାଣିଥିଲେ। ତାଙ୍କ ଭାବଭଙ୍ଗୀରେ ମୋର ପ୍ରତି ସହାନୁଭୂତି ଦେଖାଗଲା। ସେ କହିଲେ, ଦୁଃଖ ଦୂର କରିବାର ସବୁଠୁ ଭଲ ଉପାୟ ହେଲା କାମ। କାମରେ ପୁରା ମନ ଲଗାଇ ଦିଅ, ଦେଖିବ ଦୁଃଖ ଆପେ ଆପେ ଦୂରେଇଯିବ। ଆଜି ରାତିରେ ଆମ 2 ଜଣଙ୍କ ପାଇଁ ଗୋଟାଏ କାମ ଅଛି। ଯଦି ସଫଳତାର ସହ କାମଟା କରିପାରିବା, ତେବେ ଏ ଦୁନିଆରେ ମଣିଷ ଜୀବନ ସାର୍ଥକ ହେବ। ଆଉ କିଛି କହିବା ପାଇଁ ମୁଁ ବୃଥାରେ ଅନୁରୋଧ କଲି। ସେ କହିଲେ, ସକାଳ ହେବା ଆଗରୁ ତୁମେ ଅନେକ କିଛି ଦେଖିପାରିବ ଆଉ ଶୁଣିପାରିବ। ଗଲା 3 ବର୍ଷର ଘଟଣା ସବୁ କଥାବାର୍ତ୍ତା କରିବା। 9:30 ଯାଏଁ
ତୁମେ ସେତିକିରେ ସନ୍ତୁଷ୍ଟ ରୁହ। 9:30 ବେଳେ ଆମେ ଶୂନ୍ୟ ଘର ଅଭିଯାନରେ ବାହାରିବା। ଠିକ୍ ଅତୀତ ଦିନ ପରି ଯଥା ସମୟରେ ମୁଁ ଗୋଟେ ଘୋଡ଼ା ଗାଡ଼ିରେ ହୋମ୍ସଙ୍କ ପାଖରେ ବସିଲି। ପକେଟରେ ମୋର ରିଭଲଭର ଆଉ ମନରେ ନୂତନ ଅଭିଯାନର ଆବେଗ। ହୋମ୍ସ କିନ୍ତୁ ନୀରବ, ନିଶ୍ଚଳ ଆଉ ଦୃଢ଼। ଷ୍ଟ୍ରିଟ୍ ଲାଇଟ୍ର ଝଲକ ତାଙ୍କ ଗମ୍ଭୀର ମୁହଁ ଉପରେ ପଡ଼ିଲା। ଦେଖିଲି ଚିନ୍ତାରେ ତାଙ୍କ ଆଖିପତା ତଳକୁ ଲହିଁ ପଡ଼ିଛି ଆଉ ପତଳା ଓଠ ଦିଟା ଚାପି ହୋଇଯାଇଛି। ଲଣ୍ଡନର ଅପରାଧ ଜଙ୍ଗଲରେ କେଉଁ ପଶୁ ଶିକାର କରିବାକୁ ଆମେ ଯାଉଛୁ ମୋତେ ଜଣା ନଥିଲା, କିନ୍ତୁ ଏଇ ପ୍ରବୀଣ ଶିକାରୀଙ୍କ ଭାବଭଙ୍ଗୀରୁ ଜାଣିପାରିଲି ଯେ ଆମର ଏ ଅଭିଯାନ ଅତି ସାଂଘାତିକ। ମୁଁ ଭାବିଥିଲି ଆମେ ବେକର ଷ୍ଟ୍ରିଟ୍କୁ ଯାଉଛୁ, କିନ୍ତୁ କାଭେଣ୍ଡିସ୍ ସ୍କୋୟାରରୁ ମୋଡ଼ ପାଖରେ ହୋମ୍ସ ଗାଡ଼ି ଅଟକାଇଲେ। ଗାଡ଼ିରୁ ଓହ୍ଲାଇଲା ବେଳେ ସେ ବାଁ ଡାହାଣ ଦୁଇ ପାଖକୁ ସତର୍କ ଭାବରେ ଚାହୁଁଥିବାର ଲକ୍ଷ୍ୟ କଲି। ତା ଛଡ଼ା ପ୍ରତି ଗଳିମୁଣ୍ଡ କଣରେ ସେ ଖୁବ୍ ସତର୍କ ହୋଇ ଉଠୁଥିଲେ, କେହି ଆମ ପଛରେ ଅନୁସରଣ କରୁଛି କି ନାହିଁ ଜାଣିବା ପାଇଁ। ଲଣ୍ଡନର ପ୍ରତ୍ୟେକ ଗଳିକନ୍ଦି ବିଷୟରେ ହୋମ୍ସଙ୍କର ଅସାଧାରଣ ଜ୍ଞାନ ଥିଲା। ସେ ଖୁବ୍ ଚଞ୍ଚଳ ପାଦ ପକାଇ ଆଗେଇ ଚାଲିଥାନ୍ତି। ଜାଲ ପରି ବିଛାଡ଼ି ହୋଇଥିବା ଗୁଡ଼ାଏ ଘୋଡ଼ାଶାଳ ବାଟ ଦେଇ ଆମେ ଆଗେଇ ଚାଲିଲୁ। ଲଣ୍ଡନରେ ଏ ଜାଗା ଥିବା ମୋତେ ମୋଟେ ଜଣା ନଥିଲା। ଶେଷରେ ଆମେ ଯାଇ ଗୋଟିଏ ଛୋଟ ରାସ୍ତାରେ ବାହାରିଲୁ। ରାସ୍ତା କଡ଼ରେ ପୁରୁଣା ଦରଭଙ୍ଗା ଘର ଧାଡ଼ି। ସେଇଠୁ ଯାଇ ଆମେ ମାଞ୍ଚେଷ୍ଟର ଷ୍ଟ୍ରିଟ୍ ଏବଂ ତାପରେ ବ୍ଲାଣ୍ଡଫୋର୍ଡ ଷ୍ଟ୍ରିଟ୍ରେ ପହଞ୍ଚିଲୁ। ଏଇଠି ହୋମ୍ସ ଖୁବ୍ ଶୀଘ୍ର ଗୋଟେ ସରୁ ଗଳି ଭିତରକୁ ପଶିଗଲେ। ତାପରେ ଗୋଟେ କାଠ ଗେଟ୍ ଦେଇ ଏକ ନିର୍ଜନ ଅଗଣାରେ ପହଞ୍ଚିଲୁ। ହୋମ୍ସ ପକେଟରୁ ଗୋଟିଏ ଚାବି ବାହାର କରି ଘରର ପଛପାଖ ଦରଜା ଖୋଲିଲେ। ଆମେ ସାଥୀ ହୋଇ ଭିତରକୁ ପଶିଗଲୁ ଆଉ ସେ ଦରଜାଟା ବନ୍ଦ କରିଦେଲେ। ଭିତରେ କିଟିମିଟିଆ ଅନ୍ଧାର, ତଥାପି ମୁଁ ନିଶ୍ଚିତ ଭାବେ ଜାଣିପାରିଲି ଯେ ଏଇଟା ଗୋଟେ ଖାଲି ଘର। ଆମ ପାଦ ପଡ଼ି ଘରର ମେଜିଆର ଖାଲି ପଟା କଟକଟ ଶବ୍ଦ କଲା। କାନ୍ଥରେ ମୋ ହାତ ବାଜିଲା। ଦେଖିଲି କାନ୍ଥରେ ମରାଯାଇଥିବା କାଗଜ ଖଣ୍ଡ ଖଣ୍ଡ ହୋଇ ଚିରି ଯାଇଛି। ହୋମ୍ସ ତାଙ୍କ ସରୁ ଆଉ ବରଫ ପରି ଥଣ୍ଡା ଆଙ୍ଗୁଳିରେ ମୋ ହାତ ଧରି ଟିକେ ଲମ୍ବା ହଲ୍ ଭିତରକୁ ନେଇଗଲେ। ଗୋଟେ ଦରଜାର ଖିଡ଼ିକି ମୋତେ ଝାପ୍ସା ଦେଖାଗଲା। ସେଇଠି ହୋମ୍ସ ହଠାତ୍ ଡାହାଣ କଡ଼କୁ ବୁଲିଗଲେ। ଆମେ ଗୋଟେ ବେଶ୍ ବଡ଼ ଖାଲି ଘରେ ପହଞ୍ଚିଗଲୁ। ଘରର କଣଗୁଡ଼ିକ ପୂରାପୂରି ଅନ୍ଧାର, କିନ୍ତୁ ବାହାର ଷ୍ଟ୍ରିଟ୍ ଲାଇଟ୍ ଦ୍ୱାରା ଘର ମଝିଟାରେ ସାମାନ୍ୟ ଆଲୁଅ। ପାଖ ଆଖରେ କୌଣସି ଲ୍ୟାମ୍ପ ନଥିଲା ଆଉ ଝରକା କାଚରେ ଆଙ୍ଗୁଳେ ବହଳର ଧୂଳି ଜମି ଯାଇଥିଲା। ଫଳରେ ଘର ଭିତରେ ଆମେ ଦି ଜଣ ପରସ୍ପରକୁ ଅତି ଝାପ୍ସା ଭାବେ ଦେଖିପାରୁଥିଲୁ। ହୋମ୍ସ ମୋ କାନ୍ଧ ଉପରେ ହାତ ପକାଇ ମୋ କାନ ପାଖକୁ ମୁହଁ ଆଣି କହିଲେ, ଆମେ କେଉଁଠି ଜାଣ? ଫିକା ଝରକା ଭିତର ଦେଇ ଚାହିଁ ମୁଁ କହିଲି, ଏଇଟା ନିଶ୍ଚୟ ବେକର ଷ୍ଟ୍ରିଟ୍। ବିଲକୁଲ ଠିକ୍। ଏଇଟା ଆମ ଘରର ଠିକ୍ ବିପରୀତ ଦିଗରେ ଥିବା କାମ୍ଡେନ୍ ହାଉସ୍। କିନ୍ତୁ ଆମେ ଏଠି କାହିଁକି? କାରଣ ସେ ପାଖର ସୁନ୍ଦର ଦୃଶ୍ୟ ଆମେ ଏଠୁ ଭଲ ଭାବେ ଦେଖିପାରିବା। ଏଇ ଝରକା ପାଖକୁ ଆଉ ଟିକିଏ ଲାଗି ଆସ। ସାବଧାନ, ଯେମିତି ତୁମକୁ କେହି ନ ଦେଖିପାରେ। ତାପରେ ଆମ ଅଭିଯାନର ଆରମ୍ଭ ସ୍ଥଳୀ ସେଇ ପୁରୁଣା ଘର ଆଡ଼କୁ ଚାହଁ। ଦେଖିବା ତୁମକୁ ହଠାତ୍ ବିସ୍ମିତ କରିବା ଶକ୍ତି ମୋର ଏଇ 3 ବର୍ଷର ଅନୁପସ୍ଥିତିରେ ନଷ୍ଟ ହୋଇଯାଇଛି କି ନାହିଁ। ମୁଁ ଖୁବ୍ ଧୀରେ ପାଦ ଘୋଷାରି ଝରକା ପାଖକୁ ଲାଗିଗଲି। ସେଠୁ ବେକର ଷ୍ଟ୍ରିଟ୍ର ସେଇ ପରିଚିତ ଝରକା ଆଡ଼େ ଚାହିଁଲି।
ଆଖି ପଡ଼ିବା ମାତ୍ରେ ବିସ୍ମୟରେ ମୁଁ ଚମକି ପଡ଼ିଲି। ଝରକାର ପରଦାଟା ଟଣା ହୋଇଯାଇଥିଲା। ଘର ଭିତରେ ଗୋଟେ ଖୁବ୍ ଉଜ୍ଜ୍ୱଳ ଆଲୁଅ ଜଳୁଥିଲା। ଚୌକି ଉପରେ ବସିଥିବା ଜଣେ ଲୋକର କଳା ଛାଇ ନିର୍ମଳ ପରଦା ଉପରେ ପରିଷ୍କାର ଦେଖାଯାଉଥିଲା। ସେ ମୁଣ୍ଡ, କାନ୍ଧ ଓ ଦେହର ଅନ୍ୟ ଅଙ୍ଗ ସବୁ ଚିହ୍ନିବାରେ ଭୁଲ ହେବାର କିଛି ନଥିଲା। ମୁହଁଟା ଅଧା ବୁଲି ରହିଥିଲା। ଫଳରେ ଆମ ପୂର୍ବପୁରୁଷମାନେ ଯେଉଁ ଛାୟା ଚିତ୍ରକୁ ଅତି ଭଲ ପାଉଥିଲେ, ଛାଇଟା ଠିକ୍ ସେହିପରି ଦେଖାଯାଉଥିଲା। ଛାଇଟା ହୋମ୍ସଙ୍କ ଚେହେରାର ଅବିକଳ ନକଲ। ମୁଁ ଏତେ ଆଶ୍ଚର୍ଯ୍ୟ ହୋଇଗଲି ଯେ ପ୍ରକୃତ ହୋମ୍ସ ମୋ ପାଖରେ ଅଛନ୍ତି ବୋଲି ନିଶ୍ଚିନ୍ତ ହେବା ପାଇଁ ହାତ ବଢ଼ାଇ ଅଣ୍ଡାଳି ପକାଇଲି। ସେ ଚୁପ୍ ଚୁପ୍ ହସୁଥାନ୍ତି ଆଉ ତାଙ୍କ ଦେହଟା ହଲୁଥାଏ। କ'ଣ ୱାଟସନ୍, ସେ କହିଲେ। ମୁଁ କହିଉଠିଲି, ହେ ଭଗବାନ, ଇଏ ତ ଅତି ଚମତ୍କାର। ମୋର ବିଶ୍ୱାସ, ସମୟ ଆଉ ପ୍ରଥାର ପରିବର୍ତ୍ତନରେ ମଧ୍ୟ ମୋର ବିଭିନ୍ନ ରୁଚି ସବୁ ନିରସ ହୋଇଯାଇନାହିଁ। ମୂର୍ତ୍ତିଟା ପ୍ରକୃତରେ ଅବିକଳ ମୋ ପରି ହୋଇଛି। ଶିଳ୍ପୀ ନିଜର ସୃଷ୍ଟିରେ ଯେଉଁ ଆନନ୍ଦ ଆଉ ଗର୍ବ ଅନୁଭବ କରେ, ତାଙ୍କ ସ୍ୱରରେ ତାହା ଲକ୍ଷ୍ୟ କଲି। ଉତ୍ତର ଦେଲି, ମୂର୍ତ୍ତିଟା ତ ତୁମେ ନିଜେ ବୋଲି ମୁଁ ଦୃଢ଼ ଭାବେ କହିପାରେ। ମୂର୍ତ୍ତିଟା ତିଆରି କରିବାର ଗୌରବ ଗ୍ରିଲାବର ଅସ୍କାର ମ୍ୟୁନିୟର ବୋଲି ଜଣେ ଶିଳ୍ପୀଙ୍କର। ମୂର୍ତ୍ତିଟା ତିଆରି କରିବାର ଗୌରବ ଗ୍ରିଲାବର ଅସ୍କାର ମ୍ୟୁନିୟର ବୋଲି ଜଣେ ଶିଳ୍ପୀଙ୍କର। ଏଇଟା କରିବା ପାଇଁ ତାଙ୍କୁ କିଛି ଦିନ ଲାଗିଲା। ମୂର୍ତ୍ତିଟା ଅଣ୍ଟା ପାଖରୁ ଉପରକୁ ମହମରେ ତିଆରି। ଆଉ ସବୁ ଆଜି ଉପରବେଳା ବେକର ଷ୍ଟ୍ରିଟ୍କୁ ଯାଇ ମୁଁ ନିଜେ ସଜାଇଛି। କିନ୍ତୁ କାହିଁକି? କାରଣ ମୁଁ ଏଣେ ବାହାରେ ଥିବି ଅଥଚ ଘରେ ଅଛି ବୋଲି ଧାରଣା ଦେବା ମୋର ଉଦ୍ଦେଶ୍ୟ। ତାହାହେଲେ କ'ଣ ତୁମ ଘର ଉପରେ କେହି ନଜର ରଖିଛି? ମୁଁ ଜାଣେ ସେମାନେ ନଜର ରଖିଥିଲେ। ସେମାନେ କିଏ? ମୋ ପୁରୁଣା ଶତ୍ରୁ ୱାଟସନ୍। ଯେଉଁ ଦଳର ନେତା ଆଜି ରିଚେନବାର୍ଗ ସମୁଦ୍ର ଗର୍ଭରେ, ସେଇ ଦଳ। ତୁମେ ଜାଣ ଯେ ମୁଁ ଏବେ ବି ବଞ୍ଚି ରହିବା କଥା ସେମାନେ ଏବଂ କେବଳ ସେଇମାନେ ଜାଣନ୍ତି। ସେମାନଙ୍କର ବିଶ୍ୱାସ, ଶୀଘ୍ର ହେଉ ବା ବିଳମ୍ବରେ ହେଉ, ମୁଁ ନିଶ୍ଚୟ ମୋ ରୁମ୍କୁ ଫେରିବି। ସେମାନେ ବରାବର ସେ ଘର ଉପରେ ନଜର ରଖିଥିଲେ, ଆଉ ଆଜି ସକାଳେ ମୁଁ ସେଠିକି ଆସିବା ସେମାନେ ଦେଖିଛନ୍ତି। ତୁମେ ଏକଥା ଜାଣିଲ କେମିତି? ମୁଁ ଝରକା ବାଟେ ପଦାକୁ ଚାହିଁ ତାଙ୍କ ଜଗୁଆଳିକୁ ଦେଖି ଚିହ୍ନି ପାରିଛି। ସେ ଲୋକଟା କିନ୍ତୁ ନିରୀହ। ତା ନାଁ ପାର୍କର। ଅପରାଧୀକୁ ଫାଶୀରେ ଝୁଲାଇବା ତାର ବ୍ୟବସାୟ। ସେ ଭଲ ବୀଣା ବଜାଏ। ସେ ଲୋକଟାକୁ ମୁଁ ମୋଟେ ଖାତିର କରେ ନାହିଁ, କିନ୍ତୁ ତା ପଛରେ ଯେଉଁ ଲୋକ ଅଛି ସେ ଅତି ଦୁର୍ଦ୍ଦାନ୍ତ। ସେ ପ୍ରଫେସର ମୋରିଆର୍ଟିର ସାଥୀ। ପାହାଡ଼ ଉପରୁ ସେଇ ଲୋକଟା ପଥର ପକାଉଥିଲା। ସାରା ଲଣ୍ଡନରେ ସେ ସବୁଠୁ ବେଶି ଚତୁର ଆଉ ଭୟଙ୍କର ଅପରାଧୀ। ସେଇ ଲୋକ ମୋ ପଛରେ ଲାଗିଛି, କିନ୍ତୁ ଆମେ ତା ପଛରେ ଲାଗିଛେ ବୋଲି ସେ ମୋଟେ ଜାଣେନା। ମୋ ବନ୍ଧୁଙ୍କ ଯୋଜନାଗୁଡ଼ା ଧୀରେ ଧୀରେ ପରିଷ୍କାର ହୋଇ ଆସୁଥାଏ। ଏଇ ସୁବିଧାଜନକ ଜାଗାରୁ ଆମେ ଆମ ଉପରେ ନଜର ରଖିବାକୁ ବସିଥିବା ଲୋକଙ୍କ ଉପରେ ନଜର ରଖିପାରିବୁ। ପରଦା ଉପରେ କଣୁଆ ହୋଇ ପଡ଼ିଥିବା ଛାଇଟା ହେଲା ଥୋପ ଆଉ ଆମେ ହେଲୁ ଶିକାରୀ। ସେଇ ଅନ୍ଧାର ଭିତରେ ଚୁପଚାପ ଠିଆ ହୋଇ ଆମେ ସାମ୍ନା ରାସ୍ତା ଉପରେ ଯିବା ଆସିବା କରୁଥିବା ଲୋକଙ୍କର ଲକ୍ଷ୍ୟ କରୁଥାଉ। ହୋମ୍ସ ପୂରାପୂରି ନୀରବ ଆଉ ନିଶ୍ଚଳ, କିନ୍ତୁ ମୁଁ ଠିକ୍ ଜାଣିପାରୁଥାଏ ଯେ ସେ ଖୁବ୍ ସାବଧାନ ଥାଆନ୍ତି ଆଉ ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କ ଉପରେ ତାଙ୍କର ତୀକ୍ଷ୍ଣ ଦୃଷ୍ଟି ଥାଏ। କୋଳାହଳମୟ ରାତି। ରାସ୍ତାରେ ଥଣ୍ଡା ପବନ ବହୁଥାଏ। ଅନେକ ଲୋକ ଯିବା ଆସିବା କରୁଥାନ୍ତି।
ଅଧିକାଂଶଙ୍କ ଦେହରେ କୋଟ୍, ମଫଲର ଆଦି। ଥରେ ଦିଥର ମୋତେ ଜଣାଗଲା ମୁଁ ଯେମିତି କେତେକଙ୍କୁ ଆଗରୁ ଦେଖିଛି। ବିଶେଷତଃ ଖଣ୍ଡେ ଦୂରରେ ଗୋଟେ ଘରର ଦରଜା ପାଖରେ ଠିଆ ହୋଇଥିବା 2 ଜଣ ଲୋକ ମୋର ଦୃଷ୍ଟି ଆକର୍ଷଣ କଲେ। ମୁଁ ସେ ଆଡ଼କୁ ମୋ ବନ୍ଧୁଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଗଲି। ସେ କିନ୍ତୁ ଅଧୀର ହୋଇ ଉଠିଲା ପରି ସେଇ ରାସ୍ତା ଉପରକୁ ଚାହିଁ ରହିଥାନ୍ତି। ଥରେ ଦିଥର ସେ ଅସ୍ଥିର ହୋଇ ପାଦ ପକାଇବା ଏବଂ ଆଙ୍ଗୁଠିରେ କାନ୍ଥରେ ଠକ୍ ଠକ୍ କରିବା ଲକ୍ଷ୍ୟ କଲି। ସେଥିରୁ ବେଶ୍ ବୁଝିପାରିଲି ଯେ ସେ ଅଧୈର୍ଯ୍ୟ ହୋଇ ଉଠୁଛନ୍ତି ଏବଂ ତାଙ୍କର ଯୋଜନା ଆଶାନୁରୂପ କାମ କରୁନାହିଁ। ଶେଷରେ ରାତି ପ୍ରାୟ ଅଧ ହୋଇଗଲା। ରାସ୍ତା ଧୀରେ ଧୀରେ ଜନଶୂନ୍ୟ ହୋଇ ଆସିଲା। ହୋମ୍ସ ଅତି ଉତ୍ତେଜିତ ହୋଇ ଘର ଭିତରେ ଏପଟ ସେପଟ ଘୂରି ବୁଲିଲେ। ମୁଁ ତାଙ୍କୁ କିଛି ଗୋଟେ କହିବାକୁ ଯାଉଥିଲି। ଏତିକିବେଳେ ଅପର ପଟର ଝରକା ଉପରେ ମୋର ଆଖି ପଡ଼ିଲା। ମୁଁ ଆଗ ପରି ପୁଣି ବିସ୍ମୟରେ ଚମକି ପଡ଼ିଲି। ହୋମ୍ସଙ୍କ ଡେଣାଟା ଜାବୁଡ଼ି ଧରି ସେ ଆଡ଼କୁ ଆଙ୍ଗୁଠି ଠାରି ଦେଖାଇଲି। କହିଲି, ଦେଖ ହୋମ୍ସ, ଛାଇଟା କେମିତି ଘୁଞ୍ଚି ଯାଇଛି। ଏଥର ଛାଇଟାର ପିଠି ପାଖଟା ଆମ ଆଡ଼କୁ ଥିଲା। ହୋମ୍ସ ଉତ୍ତର ଦେଲେ, ହଁ, ଛାଇଟା ନିଶ୍ଚୟ ଘୁଞ୍ଚିଛି। ମୁଁ ଏତେଟା ବୋକା ନୁହେଁ, ୱାଟସନ୍, ଯେ ଗୋଟେ ମୂର୍ତ୍ତି ଥୋଇଦେଇ ୟୁରୋପର ଅତି ଦ୍ରୁତ ଲୋକଙ୍କୁ ଠକି ଦେଇପାରିବି ବୋଲି କଳ୍ପନା କରିବି। ଆମେ 2 ଘଣ୍ଟା ହେଲା ଏ ଘର ଭିତରେ ଅଛେ। ଏ ଭିତରେ ଶ୍ରୀମତୀ ହଡସନ୍ 8 ଥର ସେ ମୂର୍ତ୍ତିକୁ ଏପଟ ସେପଟ କଲେଣି। ପ୍ରତି 15 ମିନିଟରେ ଥରେ ଲେଖାଏଁ। ସେ ଆର ପାଖରେ ରହିଛନ୍ତି, ତେଣୁ ତାଙ୍କ ଛାଇ ମୋଟେ ଦେଖାଯିବ ନାହିଁ। ଆହା! ସେ ଖୁବ୍ ଜୋରରେ ଭିତରକୁ ନିଶ୍ୱାସ ଟାଣିଲେ। ସେଇ ଫିକା ଆଲୁଅରେ ଦେଖିଲି ଯେ ସେ ଆଗକୁ ଝୁଙ୍କି ପଡ଼ିଛନ୍ତି। ତାଙ୍କ ସାରା ଦେହଟା ଧୀର, ନିଶ୍ଚଳ। ସେ 2 ଜଣ ଲୋକ ସେ ଦରଜା ପାଖରେ କେଉଁଠି ଛପି ଥାଇପାରନ୍ତି, କିନ୍ତୁ ମୁଁ ଆଉ ତାଙ୍କୁ ଦେଖିବାକୁ ପାଇଲି ନାହିଁ। ଚାରିଆଡ଼େ ନିଶ୍ଚଳ, କିଟିମିଟିଆ ଅନ୍ଧାର। କେବଳ ଆମ ସାମ୍ନାରେ ହଳଦିଆ ରଙ୍ଗର ପରଦାଟା ଆଉ ତା ମଝିରେ କଳା ଛାଇଟା। ଟିକିଏ ପରେ ହୋମ୍ସ ମୋତେ ଘରର ସବୁଠୁ ଅନ୍ଧାରୁଆ କୋଣକୁ ଟାଣି ନେଇଗଲେ। ତାଙ୍କ ଆଙ୍ଗୁଠିଗୁଡ଼ା ଥରୁଥାଏ। ସେ ଯେମିତି ବିଚଳିତ ହେବା ମୁଁ କେବେ ଦେଖି ନଥିଲି। ଅଥଚ ବାହାରେ ଅନ୍ଧାରୁଆ ରାସ୍ତାଟା ସେମିତି ନିର୍ଜନ ଆଉ ନୀରବ। କିନ୍ତୁ ହୋମ୍ସଙ୍କ ତୀକ୍ଷ୍ଣେନ୍ଦ୍ରିୟ ଯାହା ଅନୁଭବ କରିଥିଲା, ଖୁବ୍ ଶୀଘ୍ର ମୁଁ ତାହା ଜାଣିପାରିଲି। ମୋ ମନରେ ଗୋଟେ ଅସ୍ପଷ୍ଟ ଶବ୍ଦ ବାଜିଲା। କିନ୍ତୁ ଶବ୍ଦଟା ବେକର ଷ୍ଟ୍ରିଟ୍ ଆଡ଼ୁ ଆସୁଥିଲା ଆମେ ଛପି ରହିଥିବା ଘରର ପଛ ପାଖରୁ। ଗୋଟେ ଦରଜା ଖୋଲିବା ଆଉ ବନ୍ଦ ହେବାର ଶୁଣାଗଲା। ଟିକିଏ ପରେ ବାରଣ୍ଡାରେ ପାଦ ଶବ୍ଦ ଶୁଣାଗଲା। ପାଦ ଶବ୍ଦକୁ ଅତି ତୀକ୍ଷ୍ଣ ଆଉ ଅସ୍ପଷ୍ଟ କରିବାର ଚେଷ୍ଟା ଥିଲେ ମଧ୍ୟ ଖାଲି ପରଦାରେ ପାଦ ଶବ୍ଦଟା ପ୍ରତିଧ୍ୱନିତ ହେଉଥିଲା। ଖାଲି ଘରଟାରେ ପାଦ ଶବ୍ଦଟା ପ୍ରତିଧ୍ୱନିତ ହୋଇ ଉଠୁଥିଲା। ହୋମ୍ସ କାନ୍ଥ ଦେହରେ ଲାଗିଗଲେ। ମୁଁ ମଧ୍ୟ ସେଇଆ କଲି। ରିଭଲଭରଟା ହାତ ମୁଠାରେ ଖୁବ୍ ଦୃଢ଼ ଭାବେ ଧରିଥାଏ। ସେଇ ଅନ୍ଧାର ଭିତରେ ନିରେଖି ଚାହିଁଲି। ଘରର ଦରଜା ପାଖରେ ଗୋଟେ ଲୋକର ମୂର୍ତ୍ତି ଦିଶିଲା ପରି ଜଣାଗଲା। ସେଠି ସେ ଟିକେ ଠିଆ ହେଲା ପରେ ପାଦ ଚିପି ଚିପି ଚୋରଙ୍କ ପରି ଘର ଭିତରକୁ ଆସିଲା। ଆମଠୁ ମୋଟେ 3 ଗଜ ଦୂରରେ। ହୁଏତ ଆମ ଉପରକୁ କୁଦା ମାରିବ, ସେଥିପାଇଁ ମୁଁ ନିଜକୁ ପ୍ରସ୍ତୁତ କରିନେଲି। କିନ୍ତୁ ଦେଖିଲି ଆମେ ସେ ଘରେ ଅଛୁ ବୋଲି ତାର ମୋଟେ ଧାରଣା ନାହିଁ। ସେ ସେମିତି ପାଦ ଚିପି ଚିପି ଆମ ପାଖ ଦେଇ ଝରକା ପାଖକୁ ଚାଲିଗଲା। ନିଶବ୍ଦରେ ଝରକାଟା ତଳ ପାଖରୁ ପ୍ରାୟ 6 ଇଞ୍ଚ ଖଣ୍ଡେ ଖୋଲିଲା।
ଏଇ ଖୋଲା ଜାଗା ସିଧାରେ ମୁହଁ ରଖି ସେ ବସି ପଡ଼ିଲା। ରାସ୍ତାରେ ଆଲୁଅଟା ତା ମୁହଁରେ ପଡ଼ିଲା। ଲୋକଟା ଆନନ୍ଦରେ ଉତ୍ତେଜିତ ହେଲା ପରି ଜଣାଗଲା। ତା ଆଖି ଦିଟା ନିଆଁ ପରି ଦେଖାଗଲା। ଲୋକଟା ବୟସ୍କ ଲୋକ। ତାର ନାକଟା ସରୁ ଆଉ ଉଚ୍ଚ, କପାଳଟା ଚନ୍ଦା, ମୁହଁରେ ଗୋଛାଏ ଦାଢ଼ି। ମୁଣ୍ଡରେ ନାଚବାଲାଙ୍କ ଟୋପିଟାଏ। ଖୋଲା ଓଭରକୋଟ୍ ତଳେ ଗୋଟେ ଝିପିଝିପିଆ ସାର୍ଟ। ଟିପଟିପିଆ ସାର୍ଟ। ତା ମୁହଁଟା ପତଳା ଆଉ କଳା। ତା ହାତରେ ଖଣ୍ଡେ ବାଡ଼ି ପରି ଗୋଟେ ଜିନିଷ ଥିଲା, କିନ୍ତୁ ସେଟାକୁ ସେ ମେଜିଆ ଉପରେ ଥୋଇଲା ବେଳେ କୌଣସି ଧାତୁ ପରି ଶବ୍ଦ ହେଲା। ତାପରେ ଓଭରକୋଟ୍ ପକେଟରୁ କ'ଣ ଗୋଟେ ମୋଟା ଜିନିଷ ବାହାର କଲା। ତାପରେ କ'ଣ କାମରେ ଲାଗିଗଲା। ଶେଷରେ ଗୋଟେ ସ୍ପ୍ରିଂ ବୋଲ୍ଟ ପଡ଼ିଲା ପରି ଜୋରଦାର ଖଟ୍ କରି ଶବ୍ଦ ହେଲା। ମେଜିଆ ଉପରେ ସେମିତି ଆଣ୍ଠୁମାଡ଼ି ବସି ଆଗକୁ ଝୁଙ୍କି ପଡ଼ି ଖୁବ୍ ଜୋରରେ ସେଇ ବାଡ଼ି ପରି ଜିନିଷଟା ଉପରେ ଚାପ ଦେଲା। କିଛି ସମୟ ଯାଏଁ ଘର ଘର ଶବ୍ଦ ହୋଇ ଶେଷରେ ପୁଣି ଘଟ୍ କରି ଗୋଟେ ଶବ୍ଦ ହେଲା। ତାପରେ ସେ ଦେହ ସଳ ଖାଇଲା। ଦେଖିଲି ସେ ହାତରେ ଯେଉଁ ଜିନିଷଟା ଧରିଛି ସେଟା ଏକ ପ୍ରକାର ବନ୍ଧୁକ। ତା କୁନ୍ଦାଟା କେମିତି ଅସାଧାରଣ। ତାପରେ ସେ କୁନ୍ଦା ମୁଣ୍ଡରୁ ବନ୍ଧୁକଟା ଖୋଲି ତା ଭିତରେ କ'ଣ ପୁରାଇ ପୁଣି ଠକ୍ କରି ବନ୍ଦ କରିଦେଲା। ତାପରେ ସେମିତି ଆଣ୍ଠେଇ କରି ବନ୍ଧୁକର ନଳିଟା ବ୍ୟାରେଲ୍ ଖୋଲା ଝରକାର ବନ୍ଧ ଉପରେ ରଖିଲା। ତା ମୁହଁରେ ତୃପ୍ତିର ଚିହ୍ନ ଦେଖାଗଲା। ବନ୍ଧୁକ କୁନ୍ଦାଟାକୁ କାନ୍ଧ ପାଖରେ ଲଗାଇ ସେ ହଳଦିଆ ପରଦା ସେପାଖର କଳା ମୂର୍ତ୍ତିଟାକୁ ଭଲ ଭାବେ ଚାହିଁଲା। ମୁହୂର୍ତ୍ତକ ପାଇଁ ତା ଆଙ୍ଗୁଠି ବନ୍ଧୁକର ଘୋଡ଼ା ଟ୍ରିଗର ଉପରେ ଦୃଢ଼ ହୋଇଗଲା। ତାପରେ ଗୋଟେ ସନ୍ ଶବ୍ଦ ଏବଂ ତାପରେ ଭଙ୍ଗା କାଚର ଝଣଝଣ ଶବ୍ଦ ଶୁଣାଗଲା। ଠିକ୍ ସେଇ ମୁହୂର୍ତ୍ତରେ ହୋମ୍ସ ବାଘ ପରି ଲୋକଟା ଉପରକୁ ଡେଇଁ ପଡ଼ି ତାକୁ ଚିତ୍ କରି ତଳେ ପକାଇ ମାଡ଼ି ବସିଲେ। ଲୋକଟା କିନ୍ତୁ ପର ମୁହୂର୍ତ୍ତରେ ଉଠିପଡ଼ି ହୋମ୍ସଙ୍କ ତଣ୍ଟିକୁ ଖୁବ୍ ଜୋରରେ ଚିପି ଧରିଲା। କିନ୍ତୁ ସାଙ୍ଗେ ସାଙ୍ଗେ ମୁଁ ମୋ ରିଭଲଭର କୁନ୍ଦାରେ ତା ମୁଣ୍ଡକୁ ଜୋରରେ ଆଘାତ ଦେଲି, ଆଉ ସେ ପୁଣି ତଳେ ପଡ଼ିଗଲା। ମୁଁ ତାକୁ ମାଡ଼ି ବସିଲି। ହୋମ୍ସ ଗୋଟେ ହୁଇସିଲ୍ ବଜାଇ ଦେଲେ। ସଙ୍ଗେ ସଙ୍ଗେ ପୋଷାକ ପିନ୍ଧା 2 ଜଣ ପୋଲିସ ଆଉ ସାଦା ପୋଷାକ ପିନ୍ଧି ଜଣେ ଡିଟେକ୍ଟିଭ ଦୌଡ଼ି ଆସି ପହଞ୍ଚିଗଲେ। ତାଙ୍କୁ ଦେଖି ହୋମ୍ସ କହିଲେ, ତୁମେ ନିଜେ ଲେଷ୍ଟ୍ରେଡ୍? ହଁ ମିଷ୍ଟର ହୋମ୍ସ, ମୁଁ ନିଜେ କାମଟା ହାତକୁ ନେଇଛି। ତୁମକୁ ପୁଣି ଲଣ୍ଡନ ସହରରେ ଦେଖି ବଡ଼ ଆନନ୍ଦ ଲାଗୁଛି। ମୁଁ ଭାବୁଛି ତୁମର କିଛି ସାହାଯ୍ୟ ଦରକାର। ବର୍ଷକ ଭିତରେ 3ଟା ହତ୍ୟାକାଣ୍ଡ ଘଟିଗଲା, କିନ୍ତୁ କୌଣସିଟା ଉଦ୍ଘାଟିତ ନ ହେବା ଚଳିବ ନାହିଁ ଲେଷ୍ଟ୍ରେଡ୍। କିନ୍ତୁ ମୋଲ୍ସି ରହସ୍ୟଟା ତୁମେ ବେଶ୍ ସୁନ୍ଦର ଭାବେ ଅନୁସନ୍ଧାନ କରିବାରେ ସମର୍ଥ ହୋଇଛ। ଆମେ ସମସ୍ତେ ଉଠି ଠିଆ ହୋଇ ସାରିଥିଲୁ। ଆମ ବନ୍ଦୀ ଖୁବ୍ ଜୋରରେ ଘନ ଘନ ନିଶ୍ୱାସ ମାରୁଥାଏ। ତା 2 ପାଖରେ 2 ଜଣଯାକ ତାଗଡ଼ା କନେଷ୍ଟବଳ। ରାସ୍ତାରେ କେତେଜଣ ଲୋକ ସେତେବେଳକୁ ଜମା ହୋଇଗଲେଣି। ହୋମ୍ସ ଝରକାଟା ପାଖକୁ ଯାଇ ସେଟା ବନ୍ଦ କରିଦେଲେ ଆଉ ପରଦାଟା ପକାଇଦେଲେ। ଲେଷ୍ଟ୍ରେଡ୍ 2ଟା ମହମବତୀ ଲଗାଇଦେଲେ ଆଉ କନେଷ୍ଟବଳ 2 ଜଣ ତାଙ୍କ ଲଣ୍ଠନ ଉପରୁ ଖୋଳଟାମାନ ବାହାର କରିଦେଲେ। ଆମ ବନ୍ଦୀକୁ ଭଲ ରକମ ଦେଖିବାର ସୁବିଧା ପାଇଲୁ। ତା ମୁହଁଟା ଆମ ଆଡ଼କୁ ଥାଏ। ମୁହଁଟା ପୁରୁଷୋଚିତ ହେଲେ ବି କେମିତି ଈର୍ଷାପରାୟଣ ଜଣାଯାଉଥିଲା। ଆଖି ପତାରେ ଜଣେ ଦାର୍ଶନିକର ଗମ୍ଭୀରତା, ଅଥଚ ଓଠରେ ବିଳାସୀ କାମୁକର ଲକ୍ଷଣ। ଭଲ ହେଉ ବା ମନ୍ଦ ହେଉ, ଯେକୌଣସି କାମ
ଲୋକଟା ନିଶ୍ଚୟ ଖୁବ୍ ଦକ୍ଷତାର ସହ ଆରମ୍ଭ କରିଥିବ। ତାର ହିଂସ୍ର ନୀଳ ଆଖି, ତଳକୁ ଝୁଲି ପଡ଼ିଥିବା ଆଖିପତା ଆଦିରେ ବିପଦର ସଂକେତ ଯେ କେହି ଦେଖିପାରିବ। ସେ ଆମ କାହା ଆଡ଼କୁ ନଜର ଦେଉନଥାଏ, କିନ୍ତୁ ତା ଆଖି ଦିଟା ହୋମ୍ସଙ୍କ ଉପରେ। ମୁହଁରେ ତାର ଘୃଣା ଆଉ ଆଶ୍ଚର୍ଯ୍ୟ ମିଶା ଚିହ୍ନ। ସେ ଗୁଣୁଗୁଣୁ କରି କେବଳ କହୁଥାଏ, ଶୟତାନ। ହୋମ୍ସ କହି ଉଠିଲେ, ଆହା କର୍ଣ୍ଣେଲ, ଗୋଟେ ପୁରୁଣା ନାଟକରେ ପଢ଼ିଥିବ, ପ୍ରେମିକମାନଙ୍କର ସାକ୍ଷାତରେ ଯାତ୍ରାର ଶେଷ। ସେଇ ରିଜେନବାଚଠାରେ ତୁମେ ମୋ ପାଇଁ ଯାହା କରିଥିଲ, ତାପରେ ତୁମ ସାଥିରେ ଦେଖା ହେବାର ସୁଯୋଗ ଆଉ ପାଇନଥିଲି। ହଁ, ମୁଁ ଏପର୍ଯ୍ୟନ୍ତ ତୁମର ପରିଚୟଟା ଦେଇନାହିଁ। ଶୁଣନ୍ତୁ ସମସ୍ତେ, ଇଏ ହେଲେ କର୍ଣ୍ଣେଲ ସେବାଷ୍ଟିଆନ ମୋରାନ। ଏକ ସମୟରେ ମହାରାଣୀଙ୍କ ଭାରତୀୟ ସେନାବାହିନୀରେ କାମ କରୁଥିଲେ। ଆମ ପୂର୍ବାଞ୍ଚଳ ସାମ୍ରାଜ୍ୟରେ ଏ ଥିଲେ ସବୁଠୁ ଭଲ ଶିକାରୀ। ବାଘ ଶିକାର କରିବାରେ ଏଯାଏଁ କେହି ତାଙ୍କ ସାଥିରେ ସମାନ ହୋଇପାରିନାହାନ୍ତି। ମୁଁ ନିଶ୍ଚୟ ଠିକ୍ କହିଛି କର୍ଣ୍ଣେଲ? ଲୋକଟା କିଛି ଉତ୍ତର ନ ଦେବା ତାର ସେହି ହିଂସ୍ର ଆଖି ଦିଟାରେ ହୋମ୍ସକୁ ତରାଟି ଚାହୁଁଥାଏ। ସେ ନିଜେ ଗୋଟେ ଭୀଷଣ ବାଘ ପରି ଦେଖାଯାଉଥାଏ। ହୋମ୍ସ ପୁଣି କହିଲେ, ମୋର ଏଇ ଅତି ସହଜ ଫନ୍ଦ ତୁମ ପରି ଜଣେ ପୋଖତ ଶିକାରୀକୁ ଠକି ଦେଇ ପାରିଲା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଉଛି। ଏ ପ୍ରକାର ଫନ୍ଦି ସାଥିରେ ତୁମେ ବେଶ୍ ପରିଚିତ। ବାଘ ଶିକାର କରିବା ପାଇଁ ତୁମେ କ'ଣ କର? ଗୋଟେ ଗଛ ମୂଳେ ଗୋଟେ ଛୋଟ ବାଛୁରୀ ବା ଛେଳି ବାନ୍ଧି ଦିଅ। ନିଜେ ଗଛ ଉପରେ ବନ୍ଧୁକ ଧରି ଅପେକ୍ଷା କରି ବସ। ତୁମେ ବାନ୍ଧିଥିବା ଥୋପ ବାଘକୁ ତୁମ ପାଖକୁ ନେଇ ଆସେ। ଏଠି ଏଇ ଖାଲି ଘରଟା ହେଲା ମୋର ଗଛ, ଆଉ ତୁମେ ହେଲ ବାଘ। କାଳେ ଗୋଟାକରୁ ଅଧିକ ବାଘ ଆସିଯିବେ କିମ୍ବା ଗୋଟେ ବନ୍ଧୁକର ଲକ୍ଷ୍ୟ ଭୁଲ ହୋଇଯିବ, ସେଥିପାଇଁ ତୁମେ ଗୋଟାକରୁ ଅଧିକ ବନ୍ଧୁକ ପାଖରେ ରଖିଥାଅ। ଏମାନେ ହେଲେ ମୋର ଅନ୍ୟ ବନ୍ଧୁକ। ଦିଟା ଯାକ ଘଟଣା ପୂରାପୂରି ସମାନ। ରାଗରେ ଗର୍ଜନ କରି କର୍ଣ୍ଣେଲ ମୋରାନ ଆଗକୁ ଡେଇଁ ପଡ଼ିଲେ, କିନ୍ତୁ କନଷ୍ଟେବଲ ଦି'ଜଣ ତାଙ୍କୁ ଜବରଦସ୍ତ ପଛକୁ ଟାଣିନେଲେ। ରାଗରେ ତାଙ୍କ ମୁହଁଟା ଭୟଙ୍କର ଦେଖାଯାଉଥାଏ। ହୋମ୍ସ କହିଲେ, ମାନୁଛି, ତୁମେ ମଧ୍ୟ ମୋତେ କିଛିଟା ବିସ୍ମୟ କରିଦେଲ। ତୁମେ ଏଇ ଖାଲି ଘର ଆଉ ଏଇ ସାମ୍ନାପଟ ଝରକାଟା ବ୍ୟବହାର କରିବ ବୋଲି ମୁଁ ମୋଟେ ଆଶା କରିନଥିଲି। ମୋ ଧାରଣା ଥିଲା ତୁମେ ରାସ୍ତା ଉପରୁ ତୁମର କାମ କରିବ। ସେଥିପାଇଁ ସେଠି ମୋ ବନ୍ଧୁ ଲେଷ୍ଟ୍ରେଡ ଆଉ ତାଙ୍କ ଲୋକମାନେ ଅପେକ୍ଷା କରି ରହିଥିଲେ। କେବଳ ସେତିକି ଛାଡ଼ି ଆଉ ସବୁ ମୁଁ ଯେମିତି ଆଶା କରିଥିଲି ଠିକ୍ ସେହିପରି ଘଟିଛି। କର୍ଣ୍ଣେଲ ମୋରା ସରକାରୀ ଡିଟେକ୍ଟିଭ ଲେଷ୍ଟ୍ରେଡଙ୍କ ଆଡ଼କୁ ମୁହଁ ବୁଲାଇ କହିଲେ, ମୋତେ ଆରେଷ୍ଟ କରିବାର ତୁମର ଯଥେଷ୍ଟ କାରଣ ଥାଇପାରେ ବା ନ ଥାଇପାରେ, କିନ୍ତୁ ଏ ଲୋକର କଥା ସହିବାର କିଛି କାରଣ ମୁଁ ଦେଖୁନାହିଁ। ଯଦି ମୁଁ କିଛି ଅପରାଧ କରିଛି, ମୋତେ ଆଇନ ଅନୁସାରେ ଯାହା ହେବାର ହେବ। ଲେଷ୍ଟ୍ରେଡ କହିଲେ, ତା ନିଶ୍ଚୟ ଯଥାର୍ଥ। ମିଷ୍ଟର ହୋମ୍ସ, ଆମେ ଏଠୁ ଯିବା ଆଗରୁ ତୁମର ଆଉ କିଛି କହିବାର ନାହିଁ? ହୋମ୍ସ ତଳୁ ସେହି ଶକ୍ତିଶାଳୀ ଏୟାରଗନ୍ ବା ବନ୍ଧୁକଟା ଉଠାଇ ନେଇ ତାର ତିଆରି କୌଶଳ ଦେଖୁଥାନ୍ତି। ସେ ଉତ୍ତର ଦେଲେ, ବେଶ୍ ଚମତ୍କାର ଆଉ ଅସାଧାରଣ ଅସ୍ତ୍ର। ଏଟା ଅତି ଶକ୍ତିଶାଳୀ ଆଉ ଶବ୍ଦ ଶୂନ୍ୟ। ମୁଁ ଜାଣେ, ଜର୍ମାନୀର ଜଣେ ଅନ୍ଧ ମେକାନିକ ଭନ୍ ହର୍ଡର ପ୍ରଫେସର ମୋରିଆର୍ଟିଙ୍କ ପାଇଁ ଏଇଟା ତିଆରି କରିଥିଲେ। ଏ ବନ୍ଧୁକଟା ଥିବା କଥା ମୁଁ ଅନେକ ଦିନରୁ ଜାଣିଛି, କିନ୍ତୁ ଏଟାକୁ ହାତରେ ପାଇବାର ସୁଯୋଗ ଆଗରୁ ପାଇନଥିଲି। ଏଇ ବନ୍ଧୁକ ଆଉ ୟାର ବୁଲେଟ୍ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ମୁଁ ତୁମକୁ ସାବଧାନ କରିଦେଉଛି ଲେଷ୍ଟ୍ରେଡ।
ତୁମେ ଆମ ଉପରେ ସେ ଭରସା ରଖିପାର ମିଷ୍ଟର ହୋମ୍ସ। ଆଉ କିଛି କହିବାର ଅଛି? ଆମେ ସମସ୍ତେ ଦରଜା ଆଡ଼କୁ ଆଗେଇ ଯାଉ ଯାଉ ହୋମ୍ସ କହିଲେ, କେବଳ ଏତିକି ଯେ ତୁମେ ବନ୍ଦୀକୁ କେଉଁ ଅପରାଧରେ ଅଭିଯୁକ୍ତ କରିବାକୁ ଠିକ୍ କରୁଛ? କେଉଁ ଅଭିଯୋଗ? କାହିଁକି? ମିଷ୍ଟର ସେର୍ଲକ ହୋମ୍ସଙ୍କୁ ହତ୍ୟା କରିବାର ଉଦ୍ୟମ କରିବା ଅପରାଧ? ତାହା ନୁହେଁ ଲେଷ୍ଟ୍ରେଡ୍। ଏ ଘଟଣାରେ ମୋ ନାଁ ପ୍ରକାଶ ପାଇବା ମୁଁ ଚାହେଁନି। ଏ ଆରେଷ୍ଟ କରିବାରେ ସବୁ ଗୌରବ କେବଳ ତୁମର। ତୁମେ ଯେମିତି ଚତୁରତା ଆଉ ଦକ୍ଷତାର ସହ ତୁମ ଲୋକଙ୍କୁ ଧରିପାରିଛ, ସେଥିପାଇଁ ମୁଁ ତୁମକୁ ଅଭିନନ୍ଦନ ଜଣାଉଛି। ମୋ ଲୋକ? ତା ଅର୍ଥ କ'ଣ ମିଷ୍ଟର ହୋମ୍ସ? କେଉଁ ଲୋକ? କାହିଁକି? ଯେଉଁ ଲୋକକୁ ସାରା ଲଣ୍ଡନର ପୋଲିସ ବାହିନୀ ବୃଥାରେ ଖୋଜି ବୁଲୁଥିଲେ, ସେହି ଲୋକ କର୍ଣ୍ଣେଲ ସେବାଷ୍ଟିଆନ ମୋରାନ। ଗଲା ମାସ 30 ତାରିଖ ଦିନ ପାର୍କଲେନ୍ର 427 ନମ୍ବର ଘରର ଦ୍ୱିତୀୟ ମହଲାର ଏକ ଖୋଲା ଝରକା ବାଟେ ଏୟାରଗନ୍ ଦ୍ୱାରା ଶେଷ ମାନ୍ୟବର ରୋନାଲ୍ଡ ଆଡାୟରଙ୍କୁ ହତ୍ୟା କରିଥିଲା ସେହି ଲୋକ। ତାଙ୍କ ବିରୁଦ୍ଧରେ ସେଇ ହେଲା ଅଭିଯୋଗ। ଏଥର ଆମ କାମ ସରିଲା ୱାଟସନ୍। ଏଥର ଆମେ ଯାଇ ମୋ ପଢ଼ାଘର ସେଇ ଭଙ୍ଗା ଝରକା ପାଖରେ କିଛି ସମୟ ବସିଗଲେ ବେଶ୍ ଆରାମ ଲାଗିବ ନିଶ୍ଚୟ। ଆଜି ପାଇଁ ଆଜିର ଏପିସୋଡ଼ରେ ଏତିକି ଥାଉ। ପରବର୍ତ୍ତୀ ଏପିସୋଡ଼ରେ ଆମେ ରହସ୍ୟକୁ ଉନ୍ମୋଚନ କରିବା, ତାକୁ ଶେଷ କରିବା। ଆଉ ଅଳ୍ପ କିଛି ରହିଲା, ସେଟା ତୃତୀୟ ଏପିସୋଡ଼ରେ ଆମେ ଶେଷ କରିବା। ଆଜି ପାଇଁ ଏତିକି ଥାଉ। ନେକ୍ସଟ ଏପିସୋଡ଼ ଶେଷ ଏପିସୋଡ଼ ରହିବ ଆଉ ତୃତୀୟ ଏପିସୋଡ଼ ହେବ। ଅଳ୍ପ କିଛି ରହିଲା। ଧନ୍ୟବାଦ।